ଦେନ୍ ମୁଁ ଆଙ୍କ ଭାଇଙ୍କୁ ଫୋନ କଲି ମାନେ କଣ କହିବି ଆଜ୍ଞା ଏ ପୁରା ଫ୍ୟାମିଲିଟା ହିଁ ପୁରା ମାନେ ଗନ୍ କେସ୍। କାହିଁକି ଶୁଣନ୍ତୁ ଫ୍ୟାମିଲି ମୋର ଗୋଟେ ଭଉଣୀ ଅଛି ଆଜ୍ଞା ମୁଁ କଣ ଚାହିଁ ମୋ ଭଉଣୀର ଇଜ୍ଜତଟା ମାର୍କେଟ ନ ପଡୁ ନା ନ ପଡୁ କେହି ଖରାପ କରି ନ କୁହନ୍ତୁ ବଟ୍ ଯଦି ମୋ ଭଉଣୀ ବିଷୟରେ ଯଦି କୋଉ ବାହାର ଲୋକ ବି ହଉନା କାହିଁକି ତାଙ୍କ ଭାଇ ପାଇଁ ମୁଁ ବାହାର ଲୋକ ଯଦି ମୁଁ କହୁଛି ତାହେଲେ ତମେ ସେଠି ଆସି ଠିଆ ହେବା କଥା ନା ହବ ନା ନିହାତି ଛିଡା କଥା ଯେ ମୋ ଭଉଣୀ ବିଷୟରେ କଣ ଲୋକଟି କହୁଛି ତାପରେ ଇଏ ଆମ ଘରର ଜୋଇଁ ହବ ବାହାଘର ଠିକ ହେଇଥିଲା ଠିକ ଅଛି ଏବେ କଣ ଗଣ୍ଡଗୋଳ ହେଇଛି କିନ୍ତୁ ଆଗକୁ ଠିକ ଅଛି ତାକୁ ଆମେ ଦେଖିବା କହିছে ଭାଇ ତ ନିଜେ ଦୌଡ଼ିକି ଆସିବା କଥା ଆପଣ ବିଲିଭ୍ କରିବେନି ଯେତେବେଳେ ମୁଁ ତାଙ୍କୁ ଦେଖିଲି ଆଉ କଣ କୌଣସି ଭାଇକୁ ତା ଭଉଣୀ ବିଷୟରେ କହିବି କି ଯେ ଆଜ୍ଞା ମୁଁ ଆପଣଙ୍କ ଭଉଣୀକୁ ଏଇ ଅବସ୍ଥାରେ ଦେଖିଲି ବୋଲି କହିହବନି এটা କେବେ ପସିବଲ ନୁହଁ ଆଜ୍ଞା କହିହବନି ଠିକ ଅଛି ତ ମୁଁ ସେଠୁ କଣ କଲି ତାଙ୍କ ଭାଇଙ୍କୁ ଫୋନ କଲି ମୁଁ କହିଲି ଆଜ୍ଞା ମୁଁ ଆଜି ଧରିଛି ଆପଣ ତ ମତେ କହିଥିଲେ ଜଣେଇଥିଲେ କି ଆପଣ ଆସିବେ ଆଉ ଯୋଉ ତମେ ଧରିକି ମତେ କୁହ ଆଉ ମୁଁ ଯିବି ଆଇଦର ତ ଏପଟ ନହେଲେ ତ ସେପଟ ଠିକ ଅଛି ତାଙ୍କ ଭାଇଙ୍କର ବି ଗୁଣ୍ଡା ଫୁଣ୍ଡା ବହୁତ ଚିହ୍ନା ଅଛନ୍ତି ହେଲା ତ ଯୋଉମାନେ କି ଝାରପଡା ଏରିଆ ଅଞ୍ଚଳ ଝାରପଡା ଏରିଆର ନୁହେଁ ସିଏ ମତେ କହିଥିଲେ ଝାରପଡା ଏରିଆରେ ବହୁତ ଭଲ ଲୋକ ଅଛନ୍ତି ଏବଂ ସେଠି ମୋର ସାଙ୍ଗ ସିନିୟର ମାନେ ଅଛନ୍ତି ସମସ୍ତେ ଭଲ ଅଛନ୍ତି ସମସ୍ତେ ହଁ କିଛି ଲୋକ ତାଙ୍କର ଅସାମାଜିକ ଲୋକଙ୍କ ସହିତ ସମ୍ପର୍କ ଥିବ ତାଙ୍କର ଏଇ ପର୍ଟିକୁଲାର ୱାର୍ଡଟା ତାଙ୍କର ଥିଲା ମୁଁ ଆପଣଙ୍କୁ କହୁଛି ମୋ ୱାର୍ଡ ନୁହଁ ହେଲା ସେ ଯେତେବେଳେ ଆପଣ କହିଥିଲେ ଯେ ନାଇଁ ମୋର ଏମିତି ଅଛି ମୋର ଏମିତି ଚିହ୍ନା ଅଛନ୍ତି ଆଜ୍ଞା କୋଉ ଲୋକଟି ଆସୁଛି କଣ କରୁଛି ବାହା ହେଲା ପରେ ବି ଯଦି ଏମିତି ଆସିକି ମୋ ଭଉଣୀ ସହିତ ଏମିତି ସବୁ କରୁଛି ତାହେଲେ ତୁ ମତେ ଜଣେଇବୁ ତ ଆପଣ ଜଣେଇଲେ ସିଏ ସତରେ ଆସିଲେ ନା ସିଏ ବି ନୀରବ ରହିଲେ ନୀରବ ନୁହଁ ସାର୍ ସେଇ ଯୋଉ ଆକ୍ସନଟା ସେ ଯୋଉ ନେଲେ ତାପରେ ମୁଁ ଜାଣିଲି ଆଜ୍ଞା ଏ ଫ୍ୟାମିଲିଟା ହିଁ ପୁରା ସେ ପୁଣି କଣ ତାର ପ୍ରତିକାର କଣ କଲେ ଆଜ୍ଞା ମୁଁ ଫୋନ କରି ମତେ କହିଲେ ତମେ କାହିଁ ସେଠିକି ଯାଇଛ ତମକୁ କିଏ କହିଥିଲା ସେଠିକି ଯିବା ଆରେ କିଏ କହିଥିଲା କଣ ମୁଁ ପୁରା ତାକୁ ବାହା ହେବି ବୋଲି କଥାବାର୍ତ୍ତା ସରିଯାଇଛି ଘରେ ଆମର ରାଜି ଅଛନ୍ତି ଆପଣଙ୍କ ଘରେ ବି ରାଜି ଥିଲେ ଆମ ଘରେ ରାଜି ଥିଲେ ସେଠି ପୁଣି କିଏ କଣ କହିଥିଲା ମାନେ ତା ପ୍ରଶ୍ନର ଉତ୍ତର କିଛି ବୁଝିହେଲାନି ସେକେଣ୍ଡ କଥା ହେଲା ଯେତେବେଳେ ସେକେଣ୍ଡ ମତେ କ୍ୱେଶ୍ଚିନ୍ ପଚାରିଲେ କି ତୁମକୁ ତ ମୁଁ କହିଥିଲି ଚୋରକୁ ଚୋରି କରିବାକୁ ଦିଅ ଖୁଲମଖୁଲା ଚୋରି କରିବାକୁ ଦିଅ ତମେ କାହିଁକି ଯାଇଥିଲ ଚୋରକୁ ଚୋରି କରିବାକୁ ଦିଅ ଅଦ୍ଭୁତ କଥା ଥାର୍ଡ ମତେ ଆସିଲା ସେପଟ ପଟୁ ଯେ ଯଦି ଯାଇଛ ତାହେଲେ କଣ 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 ପାଇଁ ଯାଇଥିଲ ଆଉ କଣ ଦେଖିଲ ମୁଁ କହିଲି ଆଜ୍ଞା ଆପଣଙ୍କୁ କହିଥିଲି ଆସିବା ପାଇଁ ଆପଣ ଆସିବେ ନା ଆସିବେନି ମୁଁ ଏଇ ୱାର୍ଡରେ କହିଲି ଆପଣ ଆସିବେ ନା ଆସିବେନି ସେଠୁ ଫୋନଟା କାଟିଲେ ତାଙ୍କୁ ଫୋନ କରିଛନ୍ତି ତାଙ୍କ ଭଉଣୀ ମତେ ଫୋନ କରୁଛନ୍ତି ତା ରେକର୍ଡିଂ ବି ମୁଁ ଆପଣଙ୍କୁ ଦେଇଦେବି ତାଙ୍କ ଭଉଣୀ ମତେ ଫୋନ କରି କହୁଛନ୍ତି ଆଉ ତୁମେ ମୋ ଭାଇକୁ କାହିଁ ଫୋନ କରିଥିଲ ତୁମ ସାହସ କେମିତି ହେଲା ମୋ ଭାଇକୁ ଫୋନ କରିବା ସାହସ ହଁ ମୁଁ ତ ତୁମ ସହିତ ରହିବା ପାଇଁ ଚାହୁଁନି ନା ମୁଁ ତୁମ ସହିତ ରହିବା ପାଇଁ ଚାହୁଁନି ମୁଁ କାହା ସହିତ ଉଠେ ବସେ ଶୁଏ ତମର କଣ ଯାଉଛି ମାନେ ଭାବନ୍ତୁ ସେଟା ସେ ମୁହଁରେ ଆପଣଙ୍କର ଆଜ୍ଞା ଆଜ୍ଞା ଆଚ୍ଛା ମତେ ତ ଲାଗୁଛି ଇଏ ଆପଣ ବୋଧେ ତାଙ୍କୁ ବହୁତ ପରେ ଭେଟ ହେଇଛନ୍ତି ତା ପୂର୍ବରୁ ତାଙ୍କର ବି ସେ ମାୟାବିନୀଙ୍କର ଆଗରୁ ଆଉ ଗୁଡାଏ ପ୍ରେମିକ ଥିବେ ଏବଂ ଆପଣଙ୍କ ପରେ ବର୍ତ୍ତମାନ ସିଏ ଭଗବାନଙ୍କୁ ମୁଁ ଡାକିବି ସେ ସୁସ୍ଥ ରୁହନ୍ତୁ କାହିଁକି ଆଉ କିଛି ଯୋଉ ପ୍ରେମିକ ଆମର ଅଛନ୍ତି ଭୁବନେଶ୍ୱରରେ ସିଏ ତାଙ୍କ ଜାଲରେ ପଡିକି ହେଲେ ସିଏ ତାଙ୍କର ହଜମ ହୁଅନ୍ତୁ ନିହାତି ଭାବରେ